ପିଲାମାନେ କେମିତି ଅଛ? ଭଲ ଅଛ? ହାତ ଟିକେ ଉପରେ ରଖ, ଦୁଇଟା ହାତ ଯୋଡ଼ି ଦିଅ ଟିକେ, ଆଉ ଆଣ୍ଠୁ ପାଖରେ ଟିକେ ଗୋଡ଼ ଲଗେଇ ଦିଅ ଟିକେ। ଆପଣଙ୍କୁ କୁହାଯାଏ ବୃକ୍ଷାସନ ବୋଲି। କଣ କୁହାଯାଏ ପିଲାମାନେ? ବୃକ୍ଷ। ତ ଗଛର ମୂଲ୍ୟ ବେଶୀ ନା ମଣିଷର ମୂଲ୍ୟ ବେଶୀ? ପିଲାମାନେ କୁହ ଟିକେ। ଗଛ। ତ ଗଛଟାକୁ ତ ମଣିଷ ଲଗେଇଲା ପିଲାମାନେ, ତ ଗଛର ମୂଲ୍ୟ କେମିତି ବେଶୀ ହେଲା? ହଁ କି ନେଇ? কথাটা কেমতি লাগুଛି ଏବେ? ଭଲ ଲାଗୁଛି। ହେଲେ ଗଛର ମୂଲ୍ୟ ବେଶୀ ନା ମଣିଷର ମୂଲ୍ୟ ବେଶୀ? ଗଛ। ତ ଗଛର ମୂଲ୍ୟ କାହିଁକି ବେଶୀ? କିଏ କହିବ? ଗଛ ତାର ଜୀବନ ଭିତରେ କଣ ଦିଏ? ପବନ ଦିଏ। ଯୋଉ ପବନ ଦିଏ ସେ ପଇସା ନିଏ କି? ନାହିଁ। ଆଉ କଣ ଦିଏ ଗଛ? କିଏ କହିବ? ଫଳ ଦିଏ। ସେ ଗଛରେ ଯୋଉ ଫଳ ତୋଳୁଛୁ ତାର ବଦଳରେ ଗଛ ଆମକୁ କିଛି ପଇସା ଦଉଛି କି? ନାହିଁ। ଆଉ କଣ ଦଉଛି ଗଛ ଆମକୁ? କାଠ ଦଉଛି। ଗଛଟା ଆମକୁ କାଠ ଦଉଛି, ତା ବଦଳରେ କିଛି ପଇସା ନଉଛି କି ପିଲାମାନେ? ନାଇଁ। ଆହୁରି କଣ ଦଉଛି ଗଛ? ପତ୍ର ଦଉଛି ନେଇକି, ତା ପତ୍ରରୁ ଆମକୁ ପତ୍ର ହଉଛି। ଆଉ କଣ ମିଳୁଛି ଗଛରୁ ଆମକୁ? କିଏ କହିବ? ଗଛ ଥିବା ଦ୍ୱାରା ଆମକୁ ଛାଇ ମିଳୁଛି, ହଁ କି ନାଇଁ? ଛାଇରୁ କଣ ଆମକୁ ସୁବିଧା ହଉଛି? ଯେତେବେଳେ ଆମକୁ କଣ ଦରକାର? ବର୍ଷା ଋତୁ ପଳେଇ ଆସୁଛି, ସେତେବେଳେ କଣ ଦରକାର? ଖରା ମାସ ଆସୁଛି, ଛତା ଦରକାର ନା ଗଛର ଛାଇ ଦରକାର? ଛାଇ। ହେଲେ ଗଛର ଛାଇରେ ଟିକେ ଅଧିକ ଆନନ୍ଦ ଲାଗିବ ନା ଛତା ଛାଇରେ ଅଧିକ ଭଲ ଲାଗିବ? ଗଛର ଛାଇ। ତ ଗଛ ତାର ଜୀବନ କାଳ ଭିତରେ ଯେତେ ସବୁ ଜିନିଷ ଦିଏ, ତମକୁ କିଛି ପଇସା ଦିଏ କି ପିଲାମାନେ? ନାଇଁ। ଠିକ ଅଛି, ଗଛ ପାଇଁ ଟିକେ ଗୋଟେ ତାଳି ଦିଅ ଟିକେ। ତ ତମ ଜୀବନରେ ଆସନ୍ତା ଦିନରେ ହେଲେ ମଣିଷ ହେଇ ରହିବ ନା ଗଛ ହେଇ ରହିବ? ତମେ କହୁଛ ଗଛର ମୂଲ୍ୟ ବେଶୀ, ହଁ କି ନାଇଁ? ତାପରେ ମୁଁ ତମକୁ ପ୍ରଶ୍ନ କଲି, ହେଲେ ଆସନ୍ତା ଜୀବନରେ ଗଛ ହବ ନା ମଣିଷ ହବ? କଣ ହବ? ମଣିଷ ହିଁ ହବ। ତ ଗଛର ମୂଲ୍ୟ ବେଶୀ କହୁଛ, ପୁଣି ମଣିଷ ହେବେ ବୋଲି କହୁଛ। ହେଲେ କଣ ହବ? ଗଛ ହବ ନା ମଣିଷ ହବ? ହଉ ଠିକ ଅଛି, ମଣିଷ ହେଇକରି ରୁହ, ଆଉ ଟିକେ ଗଛ ଲଗେଇବା। ହେଲେ ଆସନ୍ତା କାଲି ଉଠିଲା ପରେ ଘରେ କଣ କରିବ? ଗଛରେ ପାଣି ଦବ ତ? କିଏ କିଏ ହାତକୁ ପାଣି ଦବ? ଠିକ ଅଛି। ଆଉ ଆସନ୍ତା କାଲି ସକାଳ ହେଲା ପରେ କିଏ କିଏ ବାପା ମାଙ୍କୁ ପ୍ରଣାମ କରିବ? ଆଜି କରିନ? ଠିକ ଅଛି, ଆସନ୍ତା କାଲି କିଏ କିଏ କରିବ? ହାତକୁ ଟିକେ ମୁଁ କାଲିକୁ ପୁଣି ରିଭ୍ୟୁ କରିବି। ହେଲା, ଆସନ୍ତା କାଲିକୁ ପୁଣି ତମ ସହିତ ଆଲୋଚନା କରିବି ଯେ ଆମର ମା ବାପାକୁ କିଏ କିଏ ପ୍ରଣାମ କରିଛନ୍ତି। କରିବା ଦରକାର କି ନାଇଁ? ହଉ ଠିକ ଅଛି, ତାଳି ଟିକେ ଦିଅ ମା ବାପା ପାଇଁ।